ନିଶ୍ୱାସ ତୋ ବିନା ମୋର ଚାଲେ ନା, ବିଶ୍ୱାସ ତୋ ବିନା କିଛି ହୁଏ ନା। ହଁ ଆଜ୍ଞା, ଏ ଗୀତ ଯିଏ ଗାଇଛି ସୁନାମ ଗାୟକ ଆମର ହ୍ୟୁମାନ ସାଗର ବର୍ତ୍ତମାନ ମରଣ ଶଯ୍ୟାରେ ଅଛନ୍ତି ମେଡିକାଲରେ। ସୋ ଆପଣମାନଙ୍କୁ ପ୍ରାର୍ଥନା କରନ୍ତୁ କି ଯେ ଜଲ୍ଦି ହ୍ୟୁମାନ ସାଗର ଭଲ ହେଇଯାଆନ୍ତୁ। ୟା ମାନେ ନୁହଁ କି ଯେ ଆପଣମାନେ କିଛି ଖରାପ କମେଣ୍ଟ କରୁଛନ୍ତି ଯେ ହ୍ୟୁମାନ ସାଗର ଜଗନ୍ନାଥ ଭଜନ ଗାଇ ନାହାନ୍ତି, ତେଣୁ ଯଥାଶୀଘ୍ର ତାଙ୍କର ଲିଭର ଡ୍ୟାମେଜ ହେଇଗଲା। ହଁ ମାନୁଛି, ତାଙ୍କର ଫ୍ୟାମିଲି ପ୍ରେସର ଯେହେତୁ ତାଙ୍କେ ଅଧିକ ଡ୍ରିଙ୍କ କରୁଥିଲେ, ସେଇଟା ତ ଆପଣମାନେ ନିଶ୍ଚୟ ଜାଣିଥିବେ। ଡ୍ରିଙ୍କ କରୁଥିଲେ ଯେହେତୁ ତାଙ୍କର ଲିଭର ଡ୍ୟାମେଜ ହେଇଯାଇଛି ଏବଂ ବ୍ରେନ୍ ଟ୍ୟୁମର ମଧ୍ୟ ହେଇଛି। ତେଣୁ ମୁଁ ଖାସ କରିକି ଗୋଟିଏ ଅନୁରୋଧ କରୁଛି ଜଗନ୍ନାଥଙ୍କ ପାଖରେ, ଯେମିତିକି ଆମର ଓଡ଼ିଶାର ସୁନାମ ଗାୟକ କୁ ନ ହରାଇବା ପାଇଁ ଆମେ ଚାହୁଁଛୁ, ଭଲ ହେଇଯାଆନ୍ତୁ। ଏଇଭଳିଆ କମେଣ୍ଟ କରନ୍ତୁ ଯେ ଯଥାଶୀଘ୍ର ଭଲ ହେଇଯାଆନ୍ତୁ। ତେଣୁ ହ୍ୟୁମାନ ସାଗରଙ୍କ ପାଇଁ ଏବଂ ଆମର ଓଡ଼ିଶାର ଗୋଟିଏ ଗାୟକ, ସୁନାମ ଗାୟକ ଯଦି ଆମେ ହରାଇଦେବା, ତାହେଲେ ଆପଣମାନେ ଜାଣିଥିବେ ଯେ କେତେ ଯେଉଁ ଗୀତ ଯାକ ସଙ୍ଗ ମାନେ ସେଟ୍ ସଙ୍ଗ ଗାଇଥିଲେ, ଆପଣମାନେ ଜାଣିଥିବେ ଯାହାର ଆଖି ବନ୍ଦ କରିକି ହୃଦୟ ଉପରେ ହାତ ଦେଇକି ତାଙ୍କର ଗୀତକୁ ଅନୁଭବ କରୁଥିଲେ। ଆପଣମାନେ ଜାଣିଥିବେ ସେଇ ସୁନାମ ଗାୟକ ଆଜି ମରଣ ଶଯ୍ୟାରେ ଲଢୁଛନ୍ତି। ତେଣୁ ତାଙ୍କ ପାଇଁ ଗୋଟିଏ କମେଣ୍ଟ କରନ୍ତୁ, ଜୟ ଜଗନ୍ନାଥ କରନ୍ତୁ, ତାଙ୍କ ପାଇଁ ଟିକେ ପ୍ରାର୍ଥନା କରନ୍ତୁ ଯେ ଯଥାଶୀଘ୍ର ଭଲ ହେଇଯାଆନ୍ତୁ। ମୁଁ ଏତିକି କହୁଛି, ଖରାପ କମେଣ୍ଟ କରିବାର ଛାଡ଼ନ୍ତୁ ହ୍ୟୁମାନ ସାଗରଙ୍କ ପାଇଁ। ଖାଲି ଭଲରେ କେମିତି ଗୋଟେ ଭଲ କମେଣ୍ଟ କରନ୍ତୁ ଯେ ଯଥାଶୀଘ୍ର ହ୍ୟୁମାନ ସାଗର ଭଲ ହେଇଯାଆନ୍ତୁ। ରହିଲେ ଭାଇ, ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର। ପୁଣି ଥରେ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ଆମର ଓଡ଼ିଶାର ସୁନାମ ଗାୟକ ଯଥାଶୀଘ୍ର ଭଲ ହେଇଯାଆନ୍ତୁ। ଥ୍ୟାଙ୍କ ୟୁ, ରହିଲି, ବାଏ ବାଏ।